ଆଜି ଆମେ ଯେଉଁ ବିଷୟ ଉପରେ ଆଲୋଚନା କରିବାକୁ ଯାଉଛୁ ତାହା ବାସ୍ତବରେ ପୁରୀର ଦକ୍ଷିଣମୂର୍ତ୍ତି ମଠର ବାଳବୋଧ କାର୍ଯ୍ୟକ୍ରମରୁ ଆସିଛି। ଏହାର ବିଷୟବସ୍ତୁ ହେଉଛି ସଦାଚାର, ଆଉ ଆମେ ଏହାର ଗୋଟିଏ ଅଧ୍ୟାୟ ସତ୍ୟର ଶକ୍ତି ଉପରେ ଗଭୀର ଭାବେ ଚର୍ଚ୍ଚା କରିବା। ଆଚ୍ଛା, ଲେଖର ଆରମ୍ଭ ହିଁ ଗୋଟେ ବହୁତ ଶକ୍ତିଶାଳୀ ତୁଳନାରୁ ହୋଇଛି। ସେଠି କୁହାଯାଇଛି, ସତ୍ୟ ହେଉଛି ସିଂହ ଆଉ ମିଛ ହେଉଛି ମେଣ୍ଢା। ବାଃ, ଏଇ ତୁଳନାଟା ବହୁତ ଗଭୀର, କାରଣ ଏଇଟା କେବଳ ଭଲମନ୍ଦ କଥା କହୁନି, ଏହା ସିଧାସଳଖ ଆମ ମନୋବିଜ୍ଞାନ କଥା କହୁଛି। ମାନେ ସତ ଆଉ ମିଛ ଆମ ଆଚରଣକୁ କେମିତି ପ୍ରଭାବିତ କରେ। ହଁ, ଠିକ୍ ସେଇଆ। ଲେଖାରେ ଅଛି ଯେ ମେଣ୍ଢା ଯେମିତି ସବୁବେଳେ ଭୟରେ ଚାଲେ, ନିରାପତ୍ତା ପାଇଁ ଦଳ ଖୋଜେ, ଠିକ୍ ସେମିତି ମିଛ କହୁଥିବା ଲୋକ ସବୁବେଳେ ଧରା ପଡ଼ିଯିବାର ଭୟରେ ବଞ୍ଚେ। ଆଉ ଗୋଟେ ମିଛକୁ ଲୁଚେଇବା ପାଇଁ ତାକୁ ଆହୁରି ଅନେକ ମିଛ କହିବାକୁ ପଡ଼େ, ଏକଦମ ଗୋଟେ ଜାଲ ଭଳି। ହଁ, ଆଉ ଏହି ଜାଲ ତାକୁ ଭିତରୁ ଦୁର୍ବଳ କରିଦିଏ। ତାର ମାନସିକ ଶକ୍ତି କେବଳ ସେହି ମିଛଗୁଡ଼ିକୁ ମନେ ରଖିବାରେ ହିଁ ସରିଯାଏ। କିନ୍ତୁ ଅନ୍ୟପଟେ ସିଂହ, ସେ ଏକାକୀ, ନିର୍ଭୀକ। ବିଲକୁଲ, ଯିଏ ସତ କୁହେ ତାର ଲୁଚେଇବାକୁ କିଛି ନଥାଏ, ତେଣୁ ସେ ସିଂହ ପରି ଶକ୍ତିଶାଳୀ ଆଉ ନିର୍ଭୀକ ହୋଇଯାଏ। ଏଠି ମୋର ମନେ ପଡ଼ୁଛି ମୁଣ୍ଡକ ଉପନିଷଦର ସେହି ବାକ୍ୟ, ସତ୍ୟମେବ ଜୟତେ ନାନୃତମ୍। ନିଶ୍ଚିତ ଭାବରେ, ମାନେ ସତ୍ୟର ହିଁ ଜୟ ହୁଏ, ମିଛର ନୁହେଁ। ଆଉ ଏଠି ଜୟର ଅର୍ଥ କେବଳ ବାହାରେ ଜିତିବା ନୁହେଁ, ବରଂ ନିଜ ଭୟ ଉପରେ ବିଜୟ ପାଇବା। ଏକଦମ। ଆଚ୍ଛା, ଏହି ପ୍ରସଙ୍ଗରେ ଲେଖାରେ ଗୋଟେ ବହୁତ ପ୍ରେରଣାଦାୟକ କାହାଣୀ ଅଛି, ସତ୍ୟକାମ ଜବାଲାଙ୍କ କାହାଣୀ। ହଁ, ଛାନ୍ଦୋଗ୍ୟ ଉପନିଷଦର କାହାଣୀ। ସତ୍ୟକାମ ନାମକ ଜଣେ ବାଳକ ବ୍ରହ୍ମବିଦ୍ୟା ଶିଖିବା ପାଇଁ ଗୁରୁକୁଳ ଯିବାକୁ ଚାହୁଁଥିଲେ, କିନ୍ତୁ ସେତେବେଳେ ଗୋଟେ ନିୟମ ଥିଲା, ନିଜର ବଂଶ ବା ଗୋତ୍ରର ପରିଚୟ ଦେବାକୁ ପଡୁଥିଲା। ହଁ, ତେଣୁ ସେ ତାଙ୍କ ମା ଜବାଳଙ୍କୁ ନିଜ ପିତାଙ୍କ ବିଷୟରେ ପଚାରିଲେ। ଆଉ ଏଇଠି କାହାଣୀର ପ୍ରକୃତ ପରୀକ୍ଷା ଆରମ୍ଭ ହେଲା। ତାଙ୍କ ମା ଜଣେ ସେବିକା ଥିଲେ ଏବଂ ସେ ନିଜେ ବି ଜାଣିନଥିଲେ ଯେ ସତ୍ୟକାମଙ୍କ ପିତା କିଏ। ଭାବିଲେ ତ ସେ ମାଙ୍କ ଅବସ୍ଥା, ଗୋଟେ ପଟେ ପୁଅର ଭବିଷ୍ୟତ, ଅନ୍ୟପଟେ ଏକ କଠୋର ସତ୍ୟ। ସେ ଚାହିଁଲେ କିଛି ବି ଗୋଟେ ମିଛ କହିପାରିଥାନ୍ତେ, କିନ୍ତୁ ସେ ସେଇଟା କଲେନି। ସେ ସିଂହର ପଥ ବାଛିଲେ। ହଁ, ସେ ସାହସର ସହ ପୁଅକୁ କହିଲେ, ମୁଁ ତୋ ବଂଶ ଜାଣିନି, ତୁ ଯାଇ ଗୁରୁଙ୍କୁ କହିବୁ ଯେ ତୋ ନାଁ ସତ୍ୟକାମ ଜବାଳା। ଏହା କହିବା ପାଇଁ ବହୁତ ସାହସ ଦରକାର। ଅସାଧାରଣ ସାହସ। ତାପରେ ଯେତେବେଳେ ସତ୍ୟକାମ ମହାନ ଋଷି ଗୌତମଙ୍କ ପାଖକୁ ଗଲେ, ସେ ଟିକେ ବି ନ ଡରି ସେଇ କଥା କହିଲେ। ଆଉ ସେଠି ଥିବା ଅନ୍ୟ ଛାତ୍ରମାନେ ତ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ନିଶ୍ଚୟ, ସମସ୍ତେ ଭାବିଥିବେ ଏବେ ଋଷି ରାଗିବେ, କିନ୍ତୁ ଋଷି ଗୌତମ କଣ କଲେ? ସେ ହସିଲେ। ସେ ସତ୍ୟକାମଙ୍କୁ ଆଲିଙ୍ଗନ କରି କହିଲେ, କେବଳ ଜଣେ ପ୍ରକୃତ ବ୍ରାହ୍ମଣ ହିଁ ଏମିତି ଏକ କ୍ଷତିକାରକ ସତ୍ୟକୁ ଏତେ ସାହସର ସହ କହିପାରେ। ଏଠାରେ ବ୍ରାହ୍ମଣର ଅର୍ଥ କଣ ଥିଲା? ମାନେ ଜନ୍ମରୁ? ନା, ବିଲକୁଲ ନୁହେଁ। ଏଇଟା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ଋଷି ଏଠି ବ୍ରାହ୍ମଣକୁ ଗୁଣ ସହ ଯୋଡୁଛନ୍ତି, ଜାତି ସହ ନୁହେଁ। ସେ କହିବାକୁ ଚାହୁଁଥିଲେ ଯେ ଯିଏ ସତ୍ୟର ପଥରୁ ହଟେ ନାହିଁ, ସେ ହିଁ ପ୍ରକୃତ ବ୍ରାହ୍ମଣ। ଆଚ୍ଛା, ତୁମର ମହାନତା ତୁମ ଜନ୍ମରୁ ନୁହେଁ, ତୁମର ସଚୋଟପଣିଆରୁ ଆସିଛି। ଏକଦମ। ଏହି ଗୋଟିଏ ଘଟଣା ସେତେବେଳେ ପରିଚୟର ପରିଭାଷାକୁ ବଦଳାଇ ଦେଇଥିଲା। ୱାଃ! କିନ୍ତୁ ଆସନ୍ତୁ ଏହାକୁ ଆମ ଦୈନନ୍ଦିନ ଜୀବନ ସହ ଯୋଡ଼ିବା। ଲେଖାରେ ସେଇ ଫୁଲଦାନୀ ଭାଙ୍ଗିବାର ଉଦାହରଣଟା ଅଛି। ହଁ, ସେ ଦୁଇଟି ରାସ୍ତା, ମେଣ୍ଢାର ପଥ ଆଉ ସିଂହର ପଥ। ପ୍ରଥମ ରାସ୍ତା ହେଉଛି ମେଣ୍ଢାର ପଥ। ମିଛ କହିଦେବା, ମୁଁ କରିନି, ବିଲେଇ କରିଛି। ଏହାଦ୍ୱାରା କିଛି ସମୟ ପାଇଁ ତ ଦଣ୍ଡରୁ ବଞ୍ଚି ହେବ, କିନ୍ତୁ ତାପରେ ମନରେ ଭୟ, ଚାପ ଆଉ ଦୋଷୀ ଭାବନା। ପ୍ରତି ମୁହୂର୍ତ୍ତରେ ଡର ଲାଗିବ, କାଳେ ସତ ଜଣା ପଡ଼ିଯିବ। ଆଉ ଯେତେବେଳେ ସତ ଜଣା ପଡ଼େ, ସେତେବେଳେ କ୍ଷତି ଦୁଇଗୁଣ ହୁଏ। କେବଳ ଜିନିଷ ଭାଙ୍ଗିଥିବାରୁ ନୁହେଁ, ବିଶ୍ୱାସ ଭାଙ୍ଗିଥିବାରୁ ଅଧିକ କ୍ଷତି ହୁଏ। ବିଲକୁଲ, ଗୋଟେ ଫୁଲଦାନୀଠୁ ବିଶ୍ୱାସର ମୂଲ୍ୟ ବହୁତ ଅଧିକ। ଆଉ ଦ୍ୱିତୀୟ ରାସ୍ତା ହେଉଛି ସିଂହର ପଥ। ହଁ, ସାହସର ସହ କହିବା, ମୁଁ ଦୁଃଖିତ, ମୋ ଦ୍ୱାରା ଏହା ଭାଙ୍ଗିଗଲା। ହୁଏତ ସେହି ସମୟରେ ଟିକେ ଗାଳି ମିଳିପାରେ, କିନ୍ତୁ ଥରେ ରାଗ ଶାନ୍ତ ହେବା ପରେ କଥା ସେଇଠି ସରିଯାଏ। ମନ ପୂରା ହାଲୁକା। ଆଉ ସବୁଠୁ ବଡ଼ କଥା ହେଉଛି, ଏହାଦ୍ୱାରା ବିଶ୍ୱାସ ସୃଷ୍ଟି ହୁଏ। ନିଶ୍ଚିତ ଭାବରେ। ଗୋଟେ ବହୁତ ସୁନ୍ଦର ବାକ୍ୟ ଅଛି, ମିଥ୍ୟାର ଗତି ଅଛି, କିନ୍ତୁ ସତ୍ୟର ସହନଶୀଳତା। ମାନେ ମିଛ ବେଶୀ ବାଟ ଦୌଡ଼ି ପାରେନି, କିନ୍ତୁ ସତ୍ୟ ଧୀରେ ଧୀରେ ଲକ୍ଷ୍ୟରେ ପହଞ୍ଚିଯାଏ। ଆଚ୍ଛା, ଆଉ ଗୋଟେ ଆକର୍ଷଣୀୟ କଥା। ଲେଖାରେ ଅଛି ଯେ ମିଛ କହିଲେ ଆମ ମସ୍ତିଷ୍କକୁ ବି କ୍ଷତି ପହଞ୍ଚେ।
ଏହା ପଛରେ କ'ଣ କିଛି ବିଜ୍ଞାନ ଅଛି? ହଁ, ଏହା ଏକ ବହୁତ ଗଭୀର ବିଷୟ। ଦେଖନ୍ତୁ, ଯେତେବେଳେ ଆମେ ସତ କହୁ, ଆମ ମସ୍ତିଷ୍କ ପାଇଁ କାମଟା ବହୁତ ସରଳ। କେମିତି? ସେ କେବଳ ସ୍ମୃତିର ତଥ୍ୟ ଆଣି କହିଦିଏ। କିନ୍ତୁ ମିଛ କହିବା ବେଳେ ତାକୁ ଏକା ସାଙ୍ଗରେ ବହୁତ କାମ କରିବାକୁ ପଡ଼େ। ବାପରେ, ଯେମିତିକି? ପ୍ରଥମେ ସତକୁ ଚାପି ରଖିବାକୁ ପଡ଼େ, ଦ୍ୱିତୀୟରେ ଗୋଟେ ନୂଆ କାଳ୍ପନିକ କାହାଣୀ ତିଆରି କରିବାକୁ ପଡ଼େ, ତାପରେ ସେଇ କାହାଣୀକୁ ମନେ ବି ରଖିବାକୁ ପଡ଼େ। ଏହା ତ ମସ୍ତିଷ୍କ ଉପରେ ବହୁତ ବୋଝ। ଲେଖାରେ ଏହାକୁ ମାନସିକ କ୍ଲାନ୍ତି ବା ମେଣ୍ଟାଲ ଫାଟିଗ୍ କୁହାଯାଇଛି। ଏକଦମ ଠିକ୍। ଏମିତି ଭାବନ୍ତୁ, ଆମ ମସ୍ତିଷ୍କ ଗୋଟେ କମ୍ପ୍ୟୁଟର ପରି। ମିଛ କହିବା ମାନେ ଗୋଟେ ଭାରି ସଫ୍ଟୱେରକୁ ସବୁବେଳେ ବ୍ୟାକଗ୍ରାଉଣ୍ଡରେ ଚଳାଇବା ପରି। ତେବେ ତ ଅନ୍ୟ କାମ ପାଇଁ, ଯେମିତି ପାଠପଢ଼ା ପାଇଁ ଶକ୍ତି କମିଯିବ। ନିଶ୍ଚୟ। ଏହାକୁ ହିଁ ଚିତ୍ତର ଅଶୁଦ୍ଧି କୁହାଯାଏ। ଯେତେବେଳେ ମନ ସ୍ୱଚ୍ଛ ଥାଏ, ସେତେବେଳେ ଧ୍ୟାନ କେନ୍ଦ୍ରିତ କରିବା ସହଜ ହୁଏ। ତେବେ ଏହି ସତ କହିବାର ମାଂସପେଶୀକୁ କିପରି ଗଢ଼ାଯିବ? ଲେଖାରେ 3ଟି ବ୍ୟବହାରିକ ପଦକ୍ଷେପ ଦିଆଯାଇଛି। ହଁ। ପ୍ରଥମଟି ହେଉଛି ହୃଦୟ ସ୍ପନ୍ଦନ ପରୀକ୍ଷା। ଏଇଟା ବହୁତ ମନୋବୈଜ୍ଞାନିକ। ଆମ ଶରୀର ମିଛକୁ ପସନ୍ଦ କରେ ନାହିଁ। ଯେତେବେଳେ ଆମେ ମିଛ କହିବାକୁ ଯାଉ, ଆମ ହୃଦୟର ସ୍ପନ୍ଦନ ବଢ଼ିଯାଏ। ଆଚ୍ଛା। ତେଣୁ ମିଛ କହିବା ପୂର୍ବରୁ ଯଦି କେହି ମୁହୂର୍ତ୍ତରେ ଅଟକି ନିଜ ହୃଦସ୍ପନ୍ଦନକୁ ଅନୁଭବ କରେ, ତାହା ତାକୁ ବିବେକର ସଂକେତ ଦେବ। ବହୁତ ବଢ଼ିଆ। ଆଉ ଦ୍ୱିତୀୟ ପଦକ୍ଷେପ ହେଉଛି ଭୁଲ ସ୍ୱୀକାର କରିବାର ଅଭ୍ୟାସ। ମାନେ ସପ୍ତାହରେ ଗୋଟେ ଛୋଟ ଭୁଲ ସ୍ୱୀକାର କରିବା। ପ୍ରଥମେ ଟିକେ ଡର ଲାଗିପାରେ, କିନ୍ତୁ ଏହା ଗୋଟେ ଟୀକାକରଣ ଭଳି। ଟୀକାକରଣ? ହଁ। ଯେତେବେଳେ ଆମେ ଛୋଟ ଛୋଟ ଭୁଲ ସ୍ୱୀକାର କରୁ, ଆମେ ଦେଖୁ ଯେ ଦୁନିଆଟା ଉଲ୍ଟି ପଡ଼ୁନି, ବରଂ ଲୋକେ ଆମ ସଚୋଟତାକୁ ପ୍ରଶଂସା କରନ୍ତି। ଏହା ବଡ଼ ପରିସ୍ଥିତିରେ ସତ କହିବା ପାଇଁ ସାହସ ଦିଏ। ବାଃ, ଏହା ଏକ ଭଲ ଉପାୟ। ଆଉ ତୃତୀୟ ପଦକ୍ଷେପ ହେଉଛି ମୁଁ ମଜା କରୁଥିଲି ବାହାନା ନ କରିବା। ବିଲକୁଲ। କାରଣ ମିଛ ଧରା ପଡ଼ିଗଲେ ଏହା କହିବାଟା ମଧ୍ୟ ଆଉ ଗୋଟେ ମିଛ। ତାମାନେ ଗୋଟେ ମିଛକୁ ଘୋଡ଼ାଇବା ପାଇଁ ଆଉ ଗୋଟେ ମିଛ। ହଁ। ତା ବଦଳରେ ସ୍ପଷ୍ଟ ଭାବେ କହିବା ଉଚିତ, ହଁ, ମୁଁ ଭୁଲ କରିଛି, ମୁଁ କ୍ଷମା ମାଗୁଛି। ଏହା ସମ୍ପର୍କରେ ସ୍ୱଚ୍ଛତା ଆଣେ। ତେବେ ଆଜିର ଆଲୋଚନାରୁ ଏକଥା ସ୍ପଷ୍ଟ ଯେ ସତ୍ୟ କେବଳ ଏକ ନୈତିକ ଗୁଣ ନୁହେଁ। ନା, ଏହା ମାନସିକ ଶକ୍ତି, ନିର୍ଭୀକତା ଆଉ ବିଶ୍ୱାସର ମୂଳଦୁଆ। ଲେଖାର ଶେଷ ବାକ୍ୟଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଧନ ହଜିଗଲେ ପୁଣି ମିଳିଯିବ, ସ୍ୱାସ୍ଥ୍ୟ ଖରାପ ହେଲେ ଠିକ୍ ହୋଇଯିବ, କିନ୍ତୁ ଚରିତ୍ର ବା ବିଶ୍ୱାସ ଥରେ ହଜିଗଲେ ତାହା ଏକ ଫଟା କାଚ ପରି, ଯାହାକୁ ଯେତେ ଯୋଡ଼ିଲେ ବି ସେ ଦାଗ ରହିଯାଏ। ହଁ। ଏହି ଆଲୋଚନା ବ୍ୟକ୍ତିଗତ ସ୍ତରରେ ସତ୍ୟର ମହତ୍ତ୍ୱକୁ ତ ସ୍ପଷ୍ଟ କରୁଛି, କିନ୍ତୁ ଆସନ୍ତୁ ଶେଷରେ ଏହାକୁ ଆଉ ଟିକେ ଆଗକୁ ନେଇ ଚିନ୍ତା କରିବା। କେମିତି? ଆମେ ଦେଖିଲେ ସତ୍ୟ ଜଣେ ବ୍ୟକ୍ତିକୁ କିପରି ସିଂହ ପରି ଶକ୍ତିଶାଳୀ କରେ, କିନ୍ତୁ ଯେତେବେଳେ ଗୋଟେ ସମାଜରେ ଅଧିକାଂଶ ଲୋକ ସିଂହର ପଥ ବଦଳରେ ମେଣ୍ଢାର ପଥ ବାଛନ୍ତି, ସେତେବେଳେ ସେହି ସମାଜର ଭବିଷ୍ୟତ କ'ଣ ହୋଇପାରେ? ସେହି ସମାଜର ପାରସ୍ପରିକ ବିଶ୍ୱାସର ସ୍ତର କେଉଁଠି ପହଞ୍ଚିବ? ଏହା ଏକ ପ୍ରଶ୍ନ ଯାହା ଉପରେ ଆମ ସମସ୍ତଙ୍କୁ ଚିନ୍ତା କରିବା ଆବଶ୍ୟକ।